ब्रह्मदेवाय नमः। पूर्णानंद पूर्ण ब्रह्म सर्वघटेन संस्थितं अज्ञान ज्ञानदानं च पूर्ण ब्रह्म नमस्तुते। किछि अपूर्ण रही जाइछि, किछि अधा रही जाइछि, किंतु आजी आमको गुरु देव जो पूर्णानंद पूर्ण ब्रह्म रूप पूर्णानंद प्राप्ति करेचंती। आज आम भाग्यवान पूर्णानंद के प्राप्ति हिची ना जेते बेले प्रत्येक मुहूर्त आम मन भितर आसुथुवा प्रश्नर समस्या रो समाधान करिया पई गुरु जो मार्गदर्शन करेचंती केवल आमे गुरु को आज्ञा पालिले हला। आज आमर कथा रही जाइथिला ना चतुष्पदा ब्रह्म गायत्री कौन आउपरे अनेक कथा कहानी महापुरुष मैंने आमर उपकार पे रखी जाइछंती। हेले आमे बिना गुरु रे ये शब्द गुड़ाकर किसी आम तत्व अर्थ बुझी पारुने। शब्द एमती शब्द गुड़े अच्छी जे गुरु आमको प्रथम कार्यक्रम जिते धार्मिक अनुष्ठान सत्संग गुरु भक्ति ईश्वर चिंतन आम करुचे सर्वप्रथम भक्त जनक से ही शब्दटी की मर्यादा दे गाई थाए। अखंड मंडलाकार व्याप्त जेन चराचर तत्पाद दर्शित जेन तस्मै श्री गुरवे नमः। जे आमे कौन बुझिले आम एठू कौन बुझिले किसी बुझिला भाई आम का अनुभव होनी। अखंड मंडलाकार बोले कौन व्याप्त जैन चराचर आमे अबुझा रहिबारु आउ जने किए थिले महापुरुष तांकु श्लोक जना नथिला लेखा पढ़ा जना नथिला ये भाषाटार अर्थ सी एमती बुझी नहीं गले जे ताको आज हलिया हल बांधिला गीत गाउची मूर्ख लोकर पाठ हलिया मूर्खर पाठ मूर्ख जने गाइला हल बांधिला ए चल रे बलद चल तुमको बेसी कष्ट होची एमतीकार गोटे कथा मुझे जानी जे सेटा गाइला क्षण तुमको कष्ट हेनी मुझे हल करुच्ची बाधा हेनी बोली सी हलिया गीत गोटे गा से बलद को शुणु चल मु गीत गाँची शुण रे मोर कालिया कसरा गाइला गीत बलद को मनोरंजन करदेला। गगन शिखरे गोरहाट परे गह गह नाद हो शुभहित हिरे ध्वनि के जगी जाई मूर्धना रे रख ये चंचल मन कुहना सारंध्री दुखम हजीब बासना नथी बटी देह देख चतुर्धामुर तीरे जोगींद्र थोड़ शून्य उदय। केते बड़ शब्दर परिचय आज आमको मिलवा जाऊँगी
ଯେ ଗଗନ ଶିଖ ଗୋଲା ହାଟ ପରେ ବହ ବହନାଦ ଶୁଭ ଇଟାହିରେ ଆକୁ ଗୋଲ ହାଟ କୁହାଗଲା। କାହିଁକି ନା ଯେଉଁ ହାଟରେ ସବୁ ଗୋଲାକାର ବସ୍ତୁ କାରବାର ହେଉଛି ସେ ହାଟଟା ହେଉଛି ସହସ୍ରାର କମଳ। ସେଇଠି ହାଟ ବସେଇଛି ସବୁ ଗୋଲା ଯେତେ ପନିପରିବା ତମେ ଆଣିବ ସବ୍ଜି ସବୁ ଗୋଲ ଆଉ ଲମ୍ବା କି ଓଷାର କି ଡେମ୍ବ କିଛି ନାହିଁ। ସେ ଗୋଲଟା ହେଲା ନା ଚତୁଷ୍ପଦା ବ୍ରହ୍ମ ଗାୟତ୍ରୀ। ବ୍ରହ୍ମ କୋଉଠି ଅଛି ସେଇଠି ଅଛି ବୋଲିକି ଦେଖେଇଦେଲା ବୋଇଲା ଏଇଟା ଗଗନ ଶିଖରେ ଗୋଲାହାଟ ପରେ ବ୍ରହ୍ମ ଅଛି। ଅଖଣ୍ଡ ମଣ୍ଡଳାକାର ଅଛି ହେଠି ମଣ୍ଡଳାକାର ସେହି ବ୍ରହ୍ମ ହେଲା ମଣ୍ଡଳା। ସେହି ବ୍ରହ୍ମ ପୁରୁଷ ବୈକୁଣ୍ଠ ବିହାରୀ ବିଷ୍ଣୁ ଚତୁର୍ଦ୍ଧା ମୂରତି ହେଇଛନ୍ତି। ଚତୁର୍ଦ୍ଧା ମୂରତି ହେଇଛନ୍ତି କେମିତି? ଇଏ ବ୍ରହ୍ମ ଇଏ ବୈକୁଣ୍ଠ ବିହାରୀ ଚତୁର୍ଦ୍ଧା ମୂରତି ହେଇଛନ୍ତି। ଚାରିଟା ଆୟୁଧ ଧରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ। ଗୁରୁ ପୂର୍ଣ୍ଣାନନ୍ଦ ଆମକୁ ବୁଝେଇଦେଲେ ବାପରେ କୋଉଠି ଧରିଛନ୍ତି ଦେଖିନୁ ଧରିଛନ୍ତି ଦେଖେ ହେଠି ଶଙ୍ଖ ଚକ୍ର। ଶଙ୍ଖ ହେଲା ମୁଖ ଚକ୍ର ହେଲା ଆଖି ଗଦା ହେଲା ନାସାର ପବନ ପଦ୍ମ ହେଲା କର୍ଣ୍ଣ। ଏ ଚାରିଜଣ ଚାରିଟା ଆୟୁଧ ଭଗବାନଙ୍କର ଇଏ ହେଲା ଚତୁଷ୍ପଦା। ଏହି ବ୍ରହ୍ମ ପୁରୁଷକୁ ଜାଣିବା ପାଇଁ ଚାରି ମୁଦ୍ରାକୁ ଗୁରୁ ବତେଇଛନ୍ତି ସିଦ୍ଧ କର। ଚାରି ମୁଦ୍ରା କ'ଣ? ଚାଚରି ମୁଖ ଖେଚରି ନାସା ଉନ୍ମନି ଚକ୍ଷୁ ଅଗୋଚରୀ କର୍ଣ୍ଣ। ଏହି ବ୍ରହ୍ମ ଥିବା ଜାଗାକୁ କୁହାହଉଛି ଉତ୍କଳର ଦେବତା ଦାରୁ ବ୍ରହ୍ମ। ଉତ୍କଳର ଦେବତା ଦାରୁ ବ୍ରହ୍ମ। ଆମର ଜଗନ୍ନାଥ ହେଉଛନ୍ତି ହାତ ଗୋଡ଼ ନଥାଇ ପୁରା ଏକଦମ ଗୋଟେ ଜିନିଷ ସିଏ ହେଉଛି ଆମର ମହାନ ପୂଜ୍ୟ। ଏଣୁ ଆମ ହିନ୍ଦୁ ସନାତନ ଧର୍ମରେ ହାତ ଗୋଡ଼ ନାକ କାନ ପାଟି ନଥିବା ଦେବତାଟି ହେଉଛନ୍ତି ସେହି ଯେ ଚତୁଷ୍ପଦା। ଆମର ଏ ଦେଶ ହେଲା ଭାରତ ଭୂମି ଭାତଖିଆ ଭୂମି। ଶ୍ରୀକ୍ଷେତ୍ର ହେଲା ଶରୀର କ୍ଷେତ୍ର। ଜୀବାତ୍ମା ହେଲେ ମହାଲକ୍ଷ୍ମୀ ପରମାତ୍ମା ହେଲେ ଜଗନ୍ନାଥ। ଚାରି ସନ୍ତାନ ଜନ୍ମ ନେଲେ। ଏ ସନାତନ ଧର୍ମକୁ ବଞ୍ଚାଇବା ପାଇଁ ଜଗନ୍ନାଥଙ୍କର ଚାରି ପୁତ୍ର ଦାୟିତ୍ୱ ନେଲେ। କ'ଣ କ'ଣ ମହାଲକ୍ଷ୍ମୀ ଜଗନ୍ନାଥଙ୍କର ଚାରି ପୁଅ? ସତ୍ୟ ଧର୍ମ ଦୟା ଜ୍ଞାନ। ଆମେ କେମିତି ପାଇବା ନା ସେହି ବ୍ରହ୍ମକୁ ପାଇବାକୁ ହେଲେ ଚତୁଷ୍ପଦା ହେଲା ବ୍ରହ୍ମ। ଚତୁଷ୍ପଦା ହେଲା ଶଙ୍ଖ ଚକ୍ର ଗଦା ଶଙ୍ଖ ଚକ୍ର ଗଦା ପଦ୍ମ ଚାଚରି ଖେଚରି ଉନ୍ମନି ଅଗୋଚରୀ। ସତ୍ୟ ଧର୍ମ ଦୟା ଜ୍ଞାନ ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର। ତାପରେ କହିଲା ନା କ'ଣ? ରୂପ ଶ୍ୟାମ ଯଦୁର୍ବ ଅଥର୍ବ। ଏଣୁ ସେହି ବ୍ରହ୍ମ ପୁରୁଷକୁ ଏହି ପୁଣ୍ୟାତ୍ମା ମାନେ ବସି ଏହି ବିଦ୍ୟା ଶିବ ଯୋଗ ବିଷ୍ଣୁ ଭକ୍ତି। ଶିବ କାହାକୁ ପ୍ରାର୍ଥନା ହେଇକି ବସିଲେ? ପରମେଶ୍ୱରଙ୍କୁ ବିଷ୍ଣୁଙ୍କୁ ଭକ୍ତି ସହ ବସିକି ପ୍ରାର୍ଥନା କରିଥିଲେ ଶିବ ଯୋଗ ବିଷ୍ଣୁ ଭକ୍ତି। ଏଣୁ ଚତୁଷ୍ପଦା ବ୍ରହ୍ମ ଗାୟତ୍ରୀ ବୋଲି ସିନା ବୁଝିଗଲେ ତାର ସାଧନା ପ୍ରଣାଳୀ ଥିଲେ ତ ଆମେ ତାକୁ କଥା ଆକାରରେ ବୁଝିଯିବା। ଆମେ ସେହି ଚତୁଷ୍ପଦା ବ୍ରହ୍ମ ଗାୟତ୍ରୀ କି ଆଜି କହୁଛେ ଯେ ଗାୟତ୍ରୀ ମନ୍ତ୍ର ବିନା ଜୀବର ମୁକ୍ତି ନାହିଁ।
ଏଠି ସଂକ୍ଷିପ୍ତ ଭାବରେ ଗୁରୁ ବତେଇଦେଲେ ଗା ବୋଇଲେ ନାକର ପବନ, ଇୟ ବୋଇଲେ ନାସାଗରେ ଧ୍ୟାନ ଦିଅ, ତ୍ରି ବୋଇଲେ ତ୍ରିକୁଟ ଇଅଁଳା, ଇଅଁଳା ହେଲା ଚନ୍ଦ୍ରନାଡ଼ି, ପିଙ୍ଗଳା ହେଲା ସୂର୍ଯ୍ୟନାଡ଼ି, ଶିଶୁମୁନା ହେଲା କୃଷ୍ଣନାଡ଼ି। ଏଣୁ ଇଅଁଳା ପିଅଁଳା ଶିଶୁମୁନା ମଧ୍ୟରେ ଯେଉଁ କେନ୍ଦ୍ରବିନ୍ଦୁ ହେଲା ଲଲାଟ ଚକ୍ର ବା ଆଜ୍ଞା ଚକ୍ର। ଏଇଠି ଯେଉଁ ଦେବୀ ଅଛନ୍ତି ସିଏ ଯୋଗମାୟା। ଏଣୁକୁ ଆମକୁ ସିଏ ଯଦି କୃପା ନ କରିବେ ଆମେ ବ୍ରହ୍ମ ଦର୍ଶନ କରିପାରିବାନି। ଏଣୁ ମୂଳ ଜିନିଷ ହେଲା ଗୋଟିଏ ଜିନିଷ ଜାଣିବା ପାଇଁ ଆମେ ଏବେ ସେହି ବ୍ରହ୍ମ ବୋଲି ଜିନିଷଟି ଜାଣିବା ପାଇଁ ଆମକୁ କ'ଣ କ'ଣ ରାସ୍ତା ଦେଇକରି ଆମେ ଗତି କରିବା ତାର ବିଷୟବସ୍ତୁ ନେଇ ଆମେ ସେହି ବ୍ରହ୍ମ ବିଷୟରେ ଗୀତା ଭାଗବତ ସାଧୁ ସଙ୍ଗ ସତ୍ସଙ୍ଗ ଆମ ସବୁ ଚର୍ଚ୍ଚାର କାରଣ ହେଉଛି ସେହି ବ୍ରହ୍ମ। ଯେ ବ୍ରହ୍ମକୁ ତ ଜାଣିବା ପାଇଁ ମୁନି ଋଷି ମାନେ ଉଇହୁଙ୍କା ହେଇଯାଇଛନ୍ତି। ଆମେ ତ କିଛି ତାର ଅନ୍ତ ହେଲେ ପାଇବାନି, କିନ୍ତୁ ଅନ୍ତତଃ ସେ ପର୍ଯ୍ୟନ୍ତ ପହଞ୍ଚି ପାରିବା କି ନ ପାରିବା ଚିନ୍ତା ନାହିଁ, କିନ୍ତୁ ଗୁରୁ ଦେବା ବାଟ ଦେଇକରି ଆମେ ପର୍ଯ୍ୟାୟକ୍ରମେ ଗତି କରିବା। ଆମର ହେଇଛି କରନ୍ୟାସର ଅର୍ଥଟା ସମ୍ପୂର୍ଣ୍ଣ ଆଲୋଚନାକୁ ଆସିନି। ଏବେ କରନ୍ୟାସ ଅଙ୍ଗନ୍ୟାସ ଗୁରୁ ଦେବା ଆତ୍ମଜ୍ଞାନ ଉପରେ ଆମେ ଚର୍ଚ୍ଚାକୁ ଯିବା। ଆଜି ଏଠି କହି ମୁଁ ଗୁରୁଙ୍କର ପାଦପଦ୍ମରେ ମୋର କୋଟି କୋଟି ନରନାରାୟଣ ଭକ୍ତଙ୍କ ପାଦପଦ୍ମରେ ମୁଁ ପ୍ରାଣିପାତ ହେଉଛି ଯେ ଆପଣମାନେ ନିଶ୍ଚିତ ଭାବରେ ଏହି ବ୍ରହ୍ମଜ୍ଞାନ ଆତ୍ମଜ୍ଞାନ ଯୋଗ ମାର୍ଗକୁ ଯଦି କିଛି ଉପକାର ଲଗେଇବେ, ଯାହାକି ଆମର ରୋଗ କି ଦୁଃଖ କି ମାନସିକ ଅସ୍ଥିର ଆଜି ଯାହା ଆମର ଅଭାବ ରହିଯାଇଛି ସେହି ଅଭାବ ଗୁଡ଼ିକ ଯିଏ ଆମକୁ ସଜାଡ଼ିଛନ୍ତି ସେ ହିଁ ଆମକୁ ଦେଇପାରିବେ। ଏଣୁ ସେହି ପରମାତ୍ମାଙ୍କ ପାଦପଦ୍ମରେ କୋଟି ପ୍ରାଣିପାତ ହୋଇ ଆଗାମୀ ଦିନରେ ଗୁରୁଙ୍କ କୃପା ଦୃଷ୍ଟି ହେବା ପାଇଁ ତାଙ୍କ ପାଖରେ ପହଞ୍ଚିବା ପାଇଁ ଆମେ କେଉଁ ରାସ୍ତା ଦେଇଯିବା ଏ ବିଷୟ ନେଇ ଆଲୋଚନା କରିବା। ଶରଣାଗତ ଭୀତ କିଙ୍କର ମନେ, ଗୁରୁଦେବ ଦୟା କର ଦୀନ ଜନେ, ଜୟ ଶ୍ରୀ ଗୁରୁ ଈଶ୍ୱର ତ୍ରାପ କହି, ଭବ ରୋଗ ବିକାର ବିନାଶ କହି, ମନ ଯେ ନ ରହି ତବ ଶ୍ରୀ ଚରଣେ, ଗୁରୁଦେବ କୃପା କର ଦୀନ ଜନେ।